যে ঠিক ডিউটি করেছি সে কলাহান্ডি ট্রান্সফর হচ্ছে ଆଉ ଯେ ଏଇଭଳି ନେତାମାନଙ୍କ କଥାରେ ଉଠ ବସ ହଉଛି ସେମାନଙ୍କର ଶୀଘ୍ର ପ୍ରମୋସନ ଘଟୁଛି ଲୋଭ କାହାର ନାହିଁ ମାନେ ଆମେ କ'ଣ ଜନସାଧାରଣ ସେବା କରୁଛୁ ଏଠି ଜନସାଧାରଣ କାହାନ୍ତି ଏଠି ତ ସମସ୍ତେ ଗୋଟାଏ ଗୋଟାଏ ମେଣ୍ଢା ଏମାନେ 5 ବର୍ଷ ପାଇଁ ସେବକ ବାଛନ୍ତି ଆଉ ଭୋଟ ଆଗ ଦିନ ରାତିରେ ଯେମାନଙ୍କୁ ଟଙ୍କା ଦିଏ ମଦ ଦିଏ କୁକୁଡ଼ା ଦିଏ ଏମାନେ ସେଇମାନଙ୍କୁ ଭୋଟ ଦିଅନ୍ତି ନେତା ଯଦି ଜିତିବା ପାଇଁ କୋଟି କୋଟି ଟଙ୍କା ଜନତାକୁ ଲାଞ୍ଚ ଦେବ ସେ ଲାଞ୍ଚ ନେବେନି କାହିଁକି ଜନତା ଯଦି ଲାଞ୍ଚୁଆ ହେବେ ତାହେଲେ ପୋଲିସ ଅପରାଧୀକୁ ଆରେଷ୍ଟ କରିବ କାହିଁକି ପୋଲିସର ହାତକୁ ଯଦି ବାନ୍ଧି ଦିଆଯାଏ ତାହେଲେ ଅପରାଧ ବଳାତ୍କାର କରିବନି କାହିଁକି କାହିଁକିଆ ଜନସାଧାରଣ ଆମ ନେତା ଆମ ପୋଲିସ ଭଲ କିନ୍ତୁ ଖରାପ ଏଇ ଲୋକମାନେ ସମୟ ଆସିବ ଆଜି ପରୀର ବଳାତ୍କାର ହେଇଛି କାଲି ସକାଳେ ଆପଣମାନଙ୍କ ଭଉଣୀକୁ ବଳାତ୍କାର କରାଯିବ ଆପଣମାନଙ୍କ ଝିଅକୁ ବଳାତ୍କାର କରି ମାରି ଦିଆଯିବ ସେତେବେଳେ ସେସବୁକୁ ସହି ପାରିବେ ତ ଏ ସୀତା ମୋ ପରୀକି କର ନ୍ୟାୟ ମିଳିବ ମିଳିବ ମାସି ପରୀକୁ ନିଶ୍ଚୟ ନ୍ୟାୟ ମିଳିବ ଇଏ ତ ବୋଲେ ବୋଲେ ତୁ ଦେବୁ ଆମେ ସମସ୍ତେ ଦେବା ଶୁଣ ଶୁଣ ମୋ ଦେଶର ନାରୀମାନେ ମୁଁ ହିସାବ ଦେଉଛି ଶୁଣ ଏଠି ଭାରତ ବର୍ଷର ପ୍ରତି 16 ମିନିଟକୁ ଥରେ ଗୋଟେ ଝିଅ ଦୁଷ୍କର୍ମର ଶିକାର ହେଉଛି ପ୍ରତ୍ୟେକ ବର୍ଷ 31,677 ଜଣ ଝିଅ ବଳାତ୍କାରର ଶିକାର ହୁଅନ୍ତି ଆଉ ଯୋଉମାନଙ୍କ ଭିତରୁ 10% ଭାଗ ଏ ପରି ବୟସର ଯେତେ ଝିଅ ଘର କୋଣରେ ଲୁଚି ଲୁଚି କାନ୍ଦନ୍ତି ଯେତେ ଝିଅ ଲୋକଲଜ୍ଜା ପରେ ଆତ୍ମହତ୍ୟା କରିଦିଅନ୍ତି ସେ ସବୁକୁ ଯଦି ମିଶେଇ ଦିଆଯାଏ ତାହେଲେ ମୋ ଦେଶର ବଳାତ୍କାରୀ ମାନେ ପୃଥିବୀରେ ଫାଷ୍ଟ ହେବେ ଫାଷ୍ଟ ଏଥିରେ ଆମକୁ କୋଉ ଆଇନ ମୁକ୍ତି ଦେବନି କି କୋଉ କାନୁନ ମୁକ୍ତି ଦେବନି ଅତ୍ୟାଚାରିତା ହଉଛୁ ଆମେ ଶାସ୍ତି ଦବୁ ବି ଆମେ ଆଜି ଶୀତ ହେଲେ ଆପଣମାନେ ହରଣ କରିବେ ଗର୍ଭ ଅବସ୍ଥାରେ 14 ବର୍ଷ ବନବାସ ଯିବାକୁ ହବ ଏଠି ସବୁ ସୀତାକୁ ଦଣ୍ଡିତ ହବା ଦରକାର ଅସମ୍ଭବ ତାହେଲେ ଆପଣମାନେ କୁହନ୍ତୁ ପରୀକୁ କିଏ ନ୍ୟାୟ ଦେବ କିଏ ନ୍ୟାୟ ଦେବ ପରୀକୁ ଜବାବ ଦିଅନ୍ତୁ